अप्रिय भणजा रे जहाँ कड़े शुणिली आज शुण मो प्रिय भणजा कुहंतु मामू कुहंतु शुण मो प्रिय भणजा रे जहाँ कड़े शुणिली आज शुण मो प्रिय भणजा रे राजौआ चोर जहाँ मु देखिली राजौआ चोर जहाँ मु देखिली भणजा रे मामू मुंड व्यथा हुए मोर शुण मो प्रिय भणजा रे मो प्रिय भणजा रे एमिति कोन देखिलो मामू तो भाई मंगल घटना से देखि शुणी के आसीले भणजा मामू ओरे भणजा आगो को मारी चलो मामू आगो को मारी चलत दो मन ध्यान दे कि सुनु तो सुनुछि मामू मु राजौआ चकु सकालु सकालु जमिया सुतिली मोरे राजौआ चकु सकालु सकालु जमिया सुतिली मोई आगो को कोन भणजा सुनुछि मु राजा रानी दुहे कथाए उथिले राजा रानी दुहे कथाए उथिले शुणिली मु गोपन रे शुण मो प्रिय भणजा रे जहाँ कणर शुणिली आज शुण मो प्रिय भणजा रे कोन कथाटा होइथिले मामू कहूची रे भणजा तो पाई मंगल हे मामू आपण एते कथा को अंकाई बांकई कहले मो केमिति बुझिबी मामू सीधा सलक रे कहंते मामू घटनाटा कोन घटिछि असली घटनाटा तोते कहि दउछि रे भणजा शीघ्र कहंतु मामू से कथा को सुनी व्यथा हुए तीर कहि मु की भाषा रे भणजा रे से कथा को सुनी व्यथा हुए तीर कहि मु की भाषा रे राजा सिंहासन सुवर्ण मुकुट राजा सिंहासन सुवर्ण मुकुट देवे प्रमोद हस्तारे शुण मो प्रिय भणजा रे कणर शुणिली आज शुण मो प्रिय भणजा रे खुशीर खबर ए बड़ खुशीर खबर रे भणजा हे मामू
କୁହନ୍ତୁ ମାମୁଁ କେତେ ଟଙ୍କା ପୁରସ୍କାର ଦରକାର ଆପଣ ଏତେ ଖୁସିର ଖବର କହିଲ ଆପଣଙ୍କୁ କୋଉ ରତ୍ନ ହାର ଦେବି କଣ ଏ ଖୁସିର ଖବରରେ ଭଣଜା ଏ ତୋ ପାଇଁ ପୁରା ପୁରା ଦୁଃଖୀର ଖବର ହେ ମାମୁଁ ରାଜସିଂହାସନ ଆଉ ରାଜମୁକୁଟଟା ମୋ ଜ୍ୟେଷ୍ଠ ଭ୍ରାତା ତାରି ବଡ଼ ପୁଅ ପ୍ରମୋଦକୁ ଦେବେ ଏଥିରେ ମୁଁ ଆନନ୍ଦିତ ଅଛି ଏହା ଅଟେ ମୋ ପାଇଁ ଖୁସିର ଖବର ମାମୁଁ ଏଥିରେ ପୁଣି ଆପଣ କହୁଛନ୍ତି ଦୁଃଖର ଖବର ନାଇଁ 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 ଆପଣ ଯୋଉ ପୁରସ୍କାର କହିବେ ମୁଁ ଖୁସିରେ ସେଇ ପୁରସ୍କାରଟା ଆପଣଙ୍କୁ ଦେବି ଆରେ ଭଣଜା ତୁ କହୁଛୁ ମୋ ପାଇଁ ଖୁସିର ଖବର ହେଲେ ମୋ ପାଇଁ ଦୁଃଖର ଖବର କେମିତି କାହିଁକି ନା ମୁଁ ତତେ 4 ବର୍ଷରୁ ପାଣି ପୋଷିକି ବଡ଼ କରିଛି ଆଉ ସଦା ସର୍ବଦା ତୋର ମଙ୍ଗଳ ହିଁ ଚାହିଁଛି ଆଉ ତୋତେ ସେନାପତି ପଦରେ ରଖି ପୁଅ ପ୍ରମୋଦକୁ ଏ ସୁବର୍ଣ୍ଣପୁର ରାଜ୍ୟକୁ ଦେଇ ଦେଉଛି ତୋ ପାଇଁ କଣ ଖୁସିର ଖବରରେ ଭଣଜା ମାମୁଁ ଓ ମାମୁଁ ବୋଲିକି ମୁଁ ଏତେ ସମୟ ହେଲା ଚୁପ୍ ପଡ଼ିଥିଲି ଯଦି ମୋ ଜ୍ୟେଷ୍ଠ ଭ୍ରାତା ବିଷୟରେ ଆଉ କିଛି କହିବ ଜୀବନ ଶେଷ କରିଦେବି ଆପଣଙ୍କୁ କାହାକୁ ଜୀବନ ଶେଷ କରିବୁ ରେ ଭଣଜା ତୁମକୁ ମାମୁଁ ଜୀବନରୁ ଶେଷ କରିଦେବି ତତେ ମାରିଦେବି ମାମୁଁ ମଙ୍ଗଳ କରିବା ପାଇଁ କହୁଛି ତ ମତେ ମାରିଦେବୁ ତୁ ଗୁପ୍ତ କଥାଟେ ଜାଣିନି ରେ ଭଣଜା ହେ ମାମୁଁ ମୋର ପୁଅ ଅର୍ଥାତ୍ ମୋ ବଡ଼ ଭାଇର ପୁଅ ଆରେ ମୋ ବଡ଼ ଭାଇର ପୁଅ ରାଜା ହବ ଏଥିରେ ମୋର ଅସୁବିଧାଟା କଣ ହବ ମାମୁଁ ତୋତେ କାହିଁକି ରାଜା ମିତ୍ର ଭାନୁ ତୋତେ ରାଜା ନ କରାଉଛି ଏହା କଣ ତୁ ଗୁପ୍ତ କଥା ଜାଣିଛୁ ନାଇଁ 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 ମୁଁ କିଛି ଗୁପ୍ତ କଥା ଜାଣି ନାହିଁ ମାମୁଁ ଆଜି ମୁଁ ତୋତେ ସେ ଗୁପ୍ତ ରହସ୍ୟ କହୁଛି ରେ ଭଣଜା ଗୁପ୍ତ କଥା ଆଜି କହିବି କୁହନ୍ତୁ କୁହନ୍ତୁ କୋଉ ଗୁପ୍ତ କଥା ସିଧା ସିଧା ଅର୍ଥ ହଉଛି ରାଜା ସିଂହାସନ ଆଉ ରାଜା ମୁକୁଟଟା ନ ଦେବା ଅର୍ଥ ହଉଛି ତୁ ହେଉଛୁ ସାନ ରାଣୀର ପୁଅ ଆଉ ସେ ରାଜା ମିତ୍ର ଭାନୁ ହେଉଛି ବଡ଼ ରାଣୀର ପୁଅ ତେଣୁ ତୋତେ ନ ଦେଇ ତା ପୁତ୍ରକୁ ଏ ସୁବର୍ଣ୍ଣପୁରର ରାଜ୍ୟ ମୁକୁଟ ଆଉ ରାଜ୍ୟ ସିଂହାସନ ଦେଉଛି ଖାଲି ସେନାପତିରେ ରଖିଛି ରେ ଭଣଜା କଣ କହିଲେ ମତେ ବିଶ୍ୱାସ ହଉନି ମାମୁଁ ମୁଁ କଣ ସାନ ରାଣୀର ପୁଅ ନାଇଁ 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 ଆପଣ ମିଛ କହୁଛନ୍ତି ମୁଁ ମିଛ କହୁନି ରେ ଭଣଜା ମୁଁ ସମ୍ପୂର୍ଣ୍ଣ ଭାବରେ ସତ୍ୟ କହୁଛି ମୋ କଥାକୁ ମାନିବୁ ନା ନାହିଁ ସତରେ କଣ ମୁଁ ସାନ ରାଣୀର ପୁଅ ହେଲେ ଆପଣ ଯୋଉ କହୁଛନ୍ତି ସେଇ କଥାକୁ ଭାବିବାର କଥା ମାମୁଁ କାହିଁକି ନା ଏତେ ଦିନ ହେଲା ମତେ ରାଜା ସିଂହାସନର କୌଣସି ଅଧିକାରଟା ଦେଇନାହିଁ ମାମୁଁ ତୁ ଯଦି ମୋ କଥାରେ ରାଜି ନ ହେବୁ ରେ ଭଣଜା ମୁଁ ଏ ସୁବର୍ଣ୍ଣପୁର ରାଜ୍ୟ ଛାଡ଼ିକି ଚାଲି ଯାଉଛି ରହିଯାଆନ୍ତୁ ମାମୁଁ ମୁଁ ଆପଣଙ୍କର ପ୍ରସ୍ତାବରେ ରାଜି ଅଛି ମାମୁଁ ରାଜି ଅଛି ତ ଭଣଜା
हाँ 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 कहीं ना मते राज सिंहासन अर्ध राज्य दरकार अच्छी मते राज सिंहासन आ राजा मुकुटर अर्ध सिंहासन दरकार अच्छी अच्छा ଏହା ତ ମୁଁ ବି ଚାହୁଁଛି ରେ ଭଣଜା ତୋ ଅଧିକାର ତୋତେ ମିଳିବା କଥା मोर ज्येष्ठ भ्राता मो प्रति अन्याय करिछि मामू ଏବେ ବୁଝିଲୁ ତ कौन करबाकू हब କଣ କରିବାକୁ ହେବ ବେଲେ ତୁ ସିଧା ମିତ୍ର ଭାନୁ ପାଖକୁ ଯିବୁ ଆଉ ସିଧା ସିଧା କହିବୁ ଆରେ ବଡ଼ ଭାଇ ମୋ ସାନ ଭାଇର ଭାଗ ମତେ ଦେଇ ଦିଅ ଏତିକି କହିଦେଲୁ ତୋତେ ସବୁ କଥାର ପ୍ରଶ୍ନର ଉତ୍ତର ମିଳିଯିବ ରେ ଭଣଜା गोल 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 यही दुनियाटा गोल जय शैतान देव प्रेम से बोल मते मोर अर्धा संपत्ति पाइबाकू हेले पुणी थरे आरंभ करिबी सही महाभारतर दुर्योधनर कथा सही दिन द्रौपदी पाई व्यासदेव लिखिथिले महाभारत आज मु संपत्ति पाई लिखिबी महाभारत ए दुर्योधन लिखिब महाभारत मामू एथर शीघ्र छुटी जीवी मोही मो ज्येष्ठ भ्राता पाशकू ଆଉ ବିଳମ୍ବ କରନା ରେ ଭଣଜା ଶୀଘ୍ର ଶୀଘ୍ର ଚାଲି ଯା आरंभ करिबी महाभारतर प्रथम अध्यायटा चल दुनिया जानिछि भूल केते भला केते दुनिया बुझिछि भला केते पापा केते दुनिया जानिछि ଚକ୍ରଧର ମାଧ୍ୟାର କମାଲ ମୁଁ ଏମିତି ଗୋଟିଏ ଚକ୍ର ବୁଲେଇ ଦେଇଛି ଯେ ଏଇ ଚକ୍ରରେ ରାଜା ମିତ୍ର ଭାନୁର ଗୁଟେ 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 ମୋ ଜାଲରେ ଫସେଇବି ଆଉ ରାଜା ମିତ୍ର ଭାନୁର पूरा परिवार को बर्बाद कर देवी बर्बाद
ଛାର ଖାର କରିଦେବି ମୁଁ। ହେଲେ ଏକ ଦିନେ ବ୍ୟାସଦେବ ଦ୍ରୌପଦୀ ପାଇଁ ଲେଖିଥିଲେ ଗୋଟିଏ ମହାଭାରତ।